ସମସ୍ତଙ୍କୁ ଗୁଡ୍ ଇଭିନିଂ ମୋର ପ୍ରିୟ ଛାତ୍ରଛାତ୍ରୀ ମାନେ ଏବଂ ଆପଣମାନଙ୍କର ପରିବାର ମଧ୍ୟ ସମସ୍ତେ ଭଲରେ ରହିଥାନ୍ତୁ ବୋଲି ଆଶା ଏବଂ ସି ସାର୍ ଓଡ଼ିଆ ଚ୍ୟାନେଲର ଦେଖୁଥିବା ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଆଶା କରୁଛି ସମସ୍ତେ ଭଲରେ ରହିଥାନ୍ତୁ। ତେଣୁ ଯେଉଁ ମୁଁ ପଢ଼ାଉଥିଲି ବା ଯେଉଁ ଆମେ ଅଧ୍ୟୟନରତ ରହିଥିଲୁ ଦ୍ୱିତୀୟ ବର୍ଷର କମ୍ପଲସରି ସବଜେକ୍ଟ ଓଡ଼ିଆ ଏବଂ ଏହାର ଯେଉଁ ତୃତୀୟ ଏକକରେ ରହିଛି ଯେଉଁ ଗଳ୍ପ ବିଭାଗ ତେଣୁ ଗଳ୍ପ ବିଭାଗ ଆମେ ଆଲୋଚନା କରୁଥିଲୁ। ତେଣୁ ଏ ଗଳ୍ପ ବିଭାଗର ପ୍ରଥମେ ବା ତା'ର ଯେଉଁ 4ଟି ଗଳ୍ପ ମଧ୍ୟରୁ 3ଟି ଗଳ୍ପ ମୁଁ କ'ଣ କରିଦେଇଛି ନା ଆଲୋଚନା କରିଦେଇଛି। ଆଜି ଆମେ ଅଧ୍ୟୟନରତ ରହିବୁ ବା ଆଜି ଆମେ ଅଧ୍ୟୟନ କରିବୁ ତାଙ୍କର ଯେଉଁ ଲାଷ୍ଟ ରହିଛି ଯେଉଁ ଗଳ୍ପଟି ହେଉଛି ଆକାଶ କଇଁଚ। ଆକାଶ କଇଁଚ ଏବଂ ଲେଖକ ହେଉଛନ୍ତି ମନୋଜ ଦାସ। ତେଣୁ ସୁନ୍ଦର ଭାବରେ ମୁଁ କ'ଣ କରିବି ନା ପ୍ରଥମେ ଲେଖକଙ୍କର ପରିଚୟ, ତାପରେ ଲେଖକଙ୍କର ସୃଷ୍ଟି ସମ୍ଭାର ଏବଂ ସଂକ୍ଷେପରେ ଯେଉଁ ଆଜିକାର ଯେଉଁ ବିଷୟ ଯେଉଁ ଆକାଶ କଇଁଚକୁ ମୁଁ ସଂକ୍ଷେପରେ କ'ଣ କରିବି ନା ଆଲୋଚନା କରିଦେବି। ତେଣୁ ପିଲାମାନେ ଏହାର ଯେଉଁ ଦ୍ୱିତୀୟ ବର୍ଷର ସମସ୍ତ ଯେଉଁ ଗଦ୍ୟ ପଦ୍ୟ ଏବଂ ଏ ଗଳ୍ପ ସମସ୍ତ ବିଷୟ ଗୁଡ଼ିକୁ ମୁଁ କ'ଣ କରିଦେଇଛି ଆଲୋଚନା କରିଦେଇଛି। ଆଜି ହେଉଛି ତୁମର ଗଳ୍ପ ବିଭାଗର ଯେଉଁ ଲାଷ୍ଟ ରହିଅଛି ଯେଉଁ ବିଷୟ ଆକାଶ କଇଁଚ ଏ ବିଷୟଟିକୁ ଆଜି ମୁଁ ସମ୍ପୂର୍ଣ୍ଣ ଭାବରେ ତୁମମାନଙ୍କ ନିକଟରେ ବର୍ଣ୍ଣନା କରିଦେବି ବା ଆଲୋଚନା କରିଦେବି। ଏଣୁ ପିଲାମାନେ ଯଦି ଭିଡ଼ିଓ ଗୁଡ଼ିକୁ ଦେଖିନାହ ତେବେ ତୁମେ ଥରେ ଦୁଇଥର କରି ଭିଡ଼ିଓ ଗୁଡ଼ିକୁ ଦେଖ, ଯାହାଫଳରେ ତା'ର ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ ତୁମେ ଜାଣିପାରିବ ଏବଂ ତୁମର ସାଙ୍ଗସାଥିମାନଙ୍କୁ ସେୟାର କର, ସେମାନେ ମଧ୍ୟ ନିହାତି ଏହି ଦ୍ୱିତୀୟ ବର୍ଷର ଚିର ଉପକୃତ ହେବେ। ତେଣୁ ଆଶା କରୁଛି ସମସ୍ତ ଛାତ୍ରମାନଙ୍କ ପାଇଁ ଏ ସାଇନ୍ସର ହେଉ ଆର୍ଟ୍ସ କମର୍ସ ଧନ୍ଦାମୂଳକ ତେଣୁ ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ତୁମର ଯେଉଁ ରହିଛି କମ୍ପଲସରି ବିଷୟ ଯେଉଁ ଓଡ଼ିଆ। ତେଣୁ ଏହାର ଯେଉଁ ରହିଅଛି ଦେଖନ୍ତୁ ଏହାର ଯେଉଁ ଗଦ୍ୟ ବିଭାଗର ସମସ୍ତ ବିଷୟ ଗୁଡ଼ିକୁ ମୁଁ କ'ଣ କରିଦେଇଛି ଆଲୋଚନା କରିଦେଇଛି ଏବଂ ତୁମର ରହିଛି ଯେଉଁ ପଦ୍ୟ ଏ ପଦ୍ୟର ମଧ୍ୟ କ'ଣ କରିଛି ନା ସମସ୍ତ ବିଷୟ ଗୁଡ଼ିକୁ ମୁଁ ଆଲୋଚନା କରିଦେଇଛି। ତା ସହିତ ତାର ସଂକ୍ଷିପ୍ତ ପ୍ରଶ୍ନ ଗୁଡ଼ିକ ମଧ୍ୟ କ'ଣ କରିଦେଇଛି ଆଲୋଚନା କରିଦେଇ ଅଛି। ତେଣୁ ପିଲାମାନେ ମୁଁ ଭାବୁଛି ନିହାତି ମୋର ଭିଡ଼ିଓ ଗୁଡ଼ିକ ଦେଖୁଥିବ ଏବଂ ଯଦି ଭଲ ଲାଗୁଛି ନିହାତି ଆପଣମାନେ ଲାଇକ୍ କରନ୍ତୁ, ମତାମତ ଦିଅନ୍ତୁ ଏବଂ ଏଇଭଳି ଭଲ ପାଇବା ରଖିଥାନ୍ତୁ, ଯାହାଫଳରେ ମୁଁ କ'ଣ କରିବି ନା ତୁମର ମତାମତ ଦେଲେ ମୁଁ ଆଉ ଟିକେ କିଭଳି ସୁନ୍ଦର ସରସରେ ବୁଝାଇ ପାରିବି। ତେଣୁ ମୁଁ ଆଶା କରୁଅଛି ତେଣୁ ଆପଣମାନଙ୍କର ଭଲ ପାଇବା ଏଇଭଳି ରହିଥାଉ। ତେଣୁ ଦେଖ ପିଲାମାନେ ଆଜି ତୁମର ଦ୍ୱିତୀୟ ବର୍ଷର ଲାଷ୍ଟ ବିଷୟ ଯେଉଁ ରହିଛି ଗଳ୍ପ ବିଭାଗର, ତେଣୁ ଆଜି ଆମେ ତାହା ଆଲୋଚନା କରିଦେବି। ତାହା ହେଉଛି ମନୋଜ ଦାସଙ୍କର ଆକାଶ କଇଁଚ ଏବଂ ଏ ଯେଉଁ ବିଷୟଟି ରହିଛି ଗଳ୍ପ ବିଭାଗ ଏହାର ଯଦି ଅଧ୍ୟୟନରେ ପରିସମାପ୍ତି ହୋଇଗଲା ପରେ ଏହାର ସର୍ଟ କ୍ୱେଶ୍ଚନ୍ ମଧ୍ୟ ମୁଁ ଆଲୋଚନା କରିଦେବି। ଏବଂ ଆଉ ଗୋଟିଏ କଥା ହେଉଛି ଏହାପରେ ତୁମର ଯେଉଁ ରହିଛି ବ୍ୟାକରଣର ମଧ୍ୟ କ୍ୱେଶ୍ଚନ୍ ଗୁଡ଼ିକ ମୁଁ ବା ତୁମର ବ୍ୟାକରଣରେ ଯେଉଁ ରହିଛି ସେଗୁଡ଼ିକ ମଧ୍ୟ ମୁଁ କ'ଣ କରିଦେବି ଆଲୋଚନା କରିଦେବି। ଏଇ ଯେଉଁ ରହିଲା ରୂଢ଼ି ଏବଂ ଏକପଦୀକରଣ, ବିପରୀତବୋଧକ ଶବ୍ଦ, ଭ୍ରମ ସଂଶୋଧନ ଏବଂ ସମଚାରିତ ଭିନ୍ନାର୍ଥବୋଧକ ଶବ୍ଦ ଏଗୁଡ଼ିକ ମଧ୍ୟ ମୁଁ କ'ଣ କରିବି ଆଲୋଚନା କରିଦେବି। ଏବଂ ଆଉ ଗୋଟିଏ କଥା ଆପଣମାନଙ୍କର ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ ମୁଁ ଭାବୁଛି ଗଦ୍ୟ ପଦ୍ୟ ଗଳ୍ପର ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ ମୁଁ କ'ଣ କରିଦେବି ନା ଆଲୋଚନା କରିଦେବି ଗୋଟିଏ ମାରାଥନ୍। ତେଣୁ ତୁମେମାନେ ନିହାତି କ'ଣ କରିବ ନା ସେ ମାରାଥନ୍ କ୍ଲାସ୍ଟିକୁ ନିହାତି ତୁମେମାନେ ଦେଖିଦେବ। ଗଦ୍ୟର ଗୋଟେ କରିବି, ପଦ୍ୟର ଗୋଟେ କରିବି, ଗଳ୍ପର ଗୋଟେ କରିଦେବି, ସମସ୍ତ ବିଷୟକୁ ନେଇକରି ଗୋଟେ ସର୍ଟ କ୍ୱେଶ୍ଚନ୍ ଗୁଡ଼ିକର ମାରାଥନ୍ କ୍ଲାସ୍ କରିଦେବି। ତେଣୁ ବର୍ତ୍ତମାନ କ'ଣ କରିବି ନା ବିଷୟ ଯେଉଁ ରହିଅଛି ଏବଂ ପ୍ରଥମେ କବିଙ୍କର ପରିଚୟ, ତାପରେ ସୃଷ୍ଟି ସମ୍ଭାର ଏବଂ ସଂକ୍ଷେପରେ ଲେଖକଙ୍କର ଯେଉଁ ବିଷୟ ରହିଛି ତାହା ମୁଁ କ'ଣ କରୁଛି ନା ବର୍ଣ୍ଣନା କରିଦେବି ଏବଂ ସମ୍ପୂର୍ଣ୍ଣ ଭାବରେ ବିଷୟଟିକୁ ମୁଁ ଆଲୋଚନା କରିଦେବି। ତେଣୁ ପିଲାମାନେ ଆମେ ବର୍ତ୍ତମାନ କ'ଣ କରିବା କବିଙ୍କ ବିଷୟରେ ପ୍ରଥମେ ଜାଣିବା। ତେଣୁ ଦେଖ ବର୍ତ୍ତମାନ କ'ଣ କରିବା ନା ଆମେ ଅଧ୍ୟୟନ କରିବା। ପିଲାମାନେ ପ୍ରଥମେ କବିଙ୍କ ପରିଚୟ ଲେଖ। ବିଷୟ ତୁମେ ଜାଣିଲ କ'ଣ ବିକାଶ ହେଉଛି ଆକାଶ କଇଁଚ ଏବଂ ଲେଖକ ହେଉଛନ୍ତି କିଏ ନା ମନୋଜ ଦାସ। ହଁ କି ନାହିଁ? ଦେଖ 1934 ମସିହାରେ ସେ କ'ଣ କରିଥିଲେ ନା ଜନ୍ମ ଗ୍ରହଣ କରିଥିଲେ। କିଏ? ଏଇ ହେଉଛନ୍ତି ଲେଖକ ହେଉଛନ୍ତି ମନୋଜ ଦାସ। ଏଇ ମନୋଜ ଦାସ ହେଉଛନ୍ତି ଏକାଧାରରେ ସେ ଜଣେ କ'ଣ ଥିଲେ ନା ପ୍ରବନ୍ଧକାର। ସେ ଏକାଧାରରେ ଜଣେ ପ୍ରବନ୍ଧକାର, ରମ୍ୟ ରଚନା ଏବଂ ଉପନ୍ୟାସ ଏବଂ ଗଳ୍ପାକାର ଥିଲେ। ତେଣୁ ସେ ଏକାଧାରରେ ଉପନ୍ୟାସକାର, ଗଳ୍ପାକାର ଏବଂ ରମ୍ୟ ରଚନାର ସେ ଥିଲେ ପୁରୋଧା।
ତେଣୁ ସେ ଦେଖ କ'ଣ କରିଥିଲେ ନା ଉଭୟ ଓଡ଼ିଆ ଇଂରାଜୀ ଭାଷାରେ ସେ ଗଳ୍ପ ଉପନ୍ୟାସ ଗୁଡ଼ିକୁ ସେ କ'ଣ କରୁଥିଲେ ସୁନ୍ଦର ଭାବରେ ଲେଖୁଥିଲେ। କିଏ? ଏ ହେଉଛନ୍ତି ମନୋଜ ଦାସ। ତେଣୁ ଏତିକି ପିଲାମାନେ ତା'ର ପରିଚୟ ତୁମେ ଜାଣିଥାଉ। ଏବେ ତା'ର ଦେଖ ସେ କିଭଳି ସୃଷ୍ଟି ସମ୍ଭାର ଲେଖିଛନ୍ତି। ତେଣୁ ଏଠି ପିଲାମାନେ ମନେ ରଖିଥିବ, ଯେତେବେଳେ ତୁମେ ପରୀକ୍ଷା ଖାତାରେ ଲେଖିବ ସୁନ୍ଦର ଭାବରେ ସଂଖ୍ୟା ପରେ ଲେଖିବ ଯେ ମନୋଜ ଦାସ ହେଉଛନ୍ତି ଜଣେ ଗଳ୍ପକାର, ଉପନ୍ୟାସକାର ଏବଂ ଭ୍ରମଣ କାହାଣୀର ପୁରୋଧା ସ୍ରଷ୍ଟା ଥିଲେ। ସେ ଓଡ଼ିଆ ସାହିତ୍ୟ ଜଗତକୁ ସୁନ୍ଦର ଭାବରେ ତାଙ୍କର ଗଳ୍ପ ମାଧ୍ୟମରେ ଆମ ନିକଟରେ ସେ ଆଜି ଜୀବନ୍ତ ହୋଇ ରହି ଅଛନ୍ତି। ଏଣୁ ତାଙ୍କର ଗଳ୍ପ ଗୁଡ଼ିକୁ ଆମେ ଯେତେବେଳେ ପଢ଼ିଥାଉ ଆମକୁ ବହୁତ ସୁନ୍ଦର ଏବଂ ଲାଗିଥାଏ। ଏବଂ ଯେତେବେଳେ ତାଙ୍କର ଉପନ୍ୟାସ ଗୁଡ଼ିକୁ ଆମେ ଅଧ୍ୟୟନ କରିଥାଉ ବା ଆଲୋଚନା କରିଥାଉ ବା ସମାଲୋଚନା କରିଥାଉ, ସେତେବେଳେ ସେ ଗୋଟିଏ ନୂଆ ଦିଗନ୍ତ ବା ଗୋଟିଏ ନୂଆ ବାଟ ଆମକୁ ଶିଖାଇଥାନ୍ତି। ସେ ବାସ୍ତବ ଚରିତ୍ରକୁ ସେ ସୁନ୍ଦର ଭାବରେ କ'ଣ କରିଥାଏ? ପରିପ୍ରକାଶ କରିଥାଏ। ତେଣୁ ଏଇଭଳି ତୁମେ ଲେଖିଦେବ। ଏବେ ତା'ର ଲେଖ, ଯେହେତୁ ସେ ଜଣେ ଉପନ୍ୟାସକାର, ସ୍ରଷ୍ଟାକାର, ଗଳ୍ପ ସ୍ରଷ୍ଟାକାର, ତେଣୁ ତା'ର ଉପନ୍ୟାସ ଗୁଡ଼ିକ ଏବଂ ତା'ର ଆଜିର ଯେଉଁ ଗଳ୍ପ ଗୁଡ଼ିକ ତାଙ୍କର ତୁମେ ଲେଖିଥାଉ। ନା ଦେଖ ପ୍ରଥମେ ଲେଖ ପିଲାମାନେ ତା'ର ଗଳ୍ପ ଗୁଡ଼ିକ, କେତେ ଗୁଡ଼ିକ ଗଳ୍ପ ଲେଖ। ପ୍ରଥମେ ଗଳ୍ପ, ତେଣୁ ତୁମେ ନିହାତି ଗଳ୍ପ ଗୁଡ଼ିକ 2-3ଟା ତୁମକୁ ମନେ ରଖିବାକୁ ପଡ଼ିବ। କାହିଁକିନା ସେ ସର୍ଟ କୋଶ୍ଚିନ୍ ପକାଇଦେବ, ଯେହେତୁ ତୁମେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ, ତେଣୁ ତା'ର ସର୍ଟ କୋଶ୍ଚିନ୍ ଗୁଡ଼ିକ ସେ ନିହାତି ପକାଇଥାଏ ଗଳ୍ପ ମାଧ୍ୟମରେ। ସେ କହିଦେବ ଯେ ଆକାଶ କଇଁଛ କେଉଁ ଗଳ୍ପ ଗୁଡ଼ିକର ନାମ ଲେଖ। ହଁ କି ନାହିଁ? ତେଣୁ ପ୍ରଥମେ ଦେଖ ପିଲାମାନେ, ତୁମେ ପ୍ରଥମେ ଲେଖ ତାଙ୍କର ଗଳ୍ପ ଗୁଡ଼ିକ। ଲେଖ 2-3ଟା ଲେଖିଥାଉ ପିଲାମାନେ। ଦେଖ ଗଳ୍ପ ଗ୍ରନ୍ଥ ଗୁଡ଼ିକ ହେଉଛି, ଏଇଟା ପ୍ରଥମ ଗୋଟେ ଲେଖ ସମୁଦ୍ରର କ୍ଷୁଧା। ତାପରେ ଲେଖ ଶେଷ ବସନ୍ତର ଚିଠି। ଆଉ ଗୋଟେ ଲେଖ ଭେରି, ମାନେ ସମସ୍ତେ ଜାଣିଛନ୍ତି ଏଇ ଲକ୍ଷ୍ମୀର ଅଭିସାର। ଏଇଟା ଘରେ ଘରେ ପରିଚିତ ଏଇ ଗଳ୍ପଟି। ତେଣୁ ସୁନ୍ଦର ଭାବରେ ଗୋଟେ ଟିକିଛୁଆ ସୁନ୍ଦର ଭାବରେ ସେ କ'ଣ କରିଛି ରେ ନା ଗଳ୍ପ ମାଧ୍ୟମରେ ତା'ର ଚିତ୍ରଣ କରିଅଛି। ତେଣୁ ଏଇଟା ପିଲାମାନେ ନିହାତି ମନେ ରଖିଥିବ, ଏଇ ଲକ୍ଷ୍ମୀର ଅଭିସାର। ତେଣୁ ଏଇଟା ମଧ୍ୟ ଲେଖିଥାଉ। ତାପରେ ଦେଖ ଆଉ ଗୋଟେ ଲେଖ, ପୁଣି ତୁମର ଆଜି ଯେଉଁ ବିଷୟ ପଢ଼ୁଛ ଆକାଶ କଇଁଛ, ଏଇ ଗଳ୍ପରୁ ଆସିଅଛି। କେଉଁଟା? ଏ ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ। ଏଇଟା ମଧ୍ୟ ତୁମେ ଲେଖିଥାଉ। ଆଜିକାର ଯେଉଁ ବିଷୟ ପଢ଼ିବ ଏଇ ଗଳ୍ପାଂଶରୁ ବା ଏଇ ଗଳ୍ପଗୁଚ୍ଛରୁ ଆସିଅଛି। ତେଣୁ ଏତିକି ତା'ର ହେଉଛି କ'ଣ ଲେଖିଲ? ଗଳ୍ପ ଗ୍ରନ୍ଥ ଗୁଡ଼ିକ। ଏବେ ଲେଖିଥାଉ ତାଙ୍କର ଉପନ୍ୟାସ ଗୁଡ଼ିକ। ଦେଖ ନା ଗୋଟେ ଲେଖ ଉପନ୍ୟାସ ହେଉଛି ଅମୃତର ଫଳ। ଗୋଟେ ଲେଖ ଅମୃତର ଫଳ। ଆଉ ଗୋଟେ ଲେଖ ଆକାଶର ଇସାରା, ଗୋଧୂଳିର ବାଘ। ଏଇ 3ଟି ଲେଖିଥାଉ। ଏଇ ହେଉଛି ତାଙ୍କର ଉପନ୍ୟାସ ଗୁଡ଼ିକ। ତେଣୁ ତୁମେ ଗଳ୍ପ ଲେଖିଲ, ଉପନ୍ୟାସ ଗୁଡ଼ିକ ଲେଖିଲ। ଏବଂ ତା'ର ଅନ୍ୟାନ୍ୟ ରହିଛି, ତା'ର ସମାଲୋଚନା ରହିଛି, ତା'ର ଜୀବନୀ ରହିଛି, ତାପରେ ତାଙ୍କର ରହିଛି ପ୍ରବନ୍ଧ ଗୁଡ଼ିକ ରହିଛି, ରମ୍ୟ ରଚନା ଗୁଡ଼ିକ ରହିଛି। ତେଣୁ ସେଗୁଡ଼ିକ ଏତେ ଦରକାର ନାହିଁ। ତେଣୁ ଯେହେତୁ ଗଳ୍ପ ବିଷୟଟି, ତେଣୁ ଗଳ୍ପ ଗୁଡ଼ିକ ତୁମେ ଲେଖିଲ ଆଉ ଉପନ୍ୟାସ ଗୁଡ଼ିକ ଲେଖିଲ। ଏବେ ଚାଲ ପିଲାମାନେ ମୁଁ ସମ୍ପୂର୍ଣ୍ଣ ଭାବରେ ସମ୍ୟକ ଭାବରେ ତୁମମାନଙ୍କୁ କ'ଣ କରିବେ ନା ଆଜିର ଯେଉଁ ବିଷୟ ରହିଛି ଏଟିକୁ ମୁଁ ଆଲୋଚନା କରି ଦେଉଛି। ତେଣୁ ତୁମେ ସୁନ୍ଦର ଭାବରେ ପ୍ରଥମେ ଗଳ୍ପଟିକୁ ଶୁଣ। ତାପରେ ମୁଁ କ'ଣ କରିବି ନା ବିଷୟଟିକୁ ସମ୍ପୂର୍ଣ୍ଣ ଭାବରେ ତୁମ ନିକଟରେ ସୁନ୍ଦର ସରଳରେ ତୁମମାନଙ୍କ ପାଖରେ ଉପସ୍ଥାପନ କରିଦେବି ବା ବର୍ଣ୍ଣନା କରିବି ବା ଆପଣମାନଙ୍କୁ ନିହାତି ବୁଝେଇଦେବି, ଯେମିତି ଆପଣମାନେ ଥରେ 2 ଥର କରି ଭିଡ଼ିଓଟିକୁ ଦେଖିଲେ ନିହାତି ବୁଝିପାରିବେ। ଦେଖ କଇଁଛ, ହଁ କି ନାହିଁ? ଆକାଶ କଇଁଛ। ତେଣୁ ପିଲାମାନେ ଟିକେ ଲେଖ। ଏବଂ ଲେଖକ ହେଉଛନ୍ତି କିଏ? ନା ମନୋଜ ଦାସ। ଲେଖକ ହେଉଛନ୍ତି ମନୋଜ ଦାସ ଏବଂ ବିଷୟ ହେଉଛି ଆକାଶ କଇଁଛ। ତେଣୁ ଆକାଶ କଇଁଛ ଏବଂ ଏଇ ଯେଉଁ ବିଷୟଟି, ଯେଉଁ ଗଳ୍ପଟି କେଉଁ ତାଙ୍କର ମନୋଜ ଦାସଙ୍କର କେଉଁ ବିଷୟରୁ ବା କେଉଁ ଗଳ୍ପ ଗ୍ରନ୍ଥରୁ ଆସିଅଛି ନା ଏଇ ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ ଅନ୍ୟାନ୍ୟ କାହାଣୀ ଗ୍ରନ୍ଥରୁ ଏହା ଆସିଅଛି। ତ ପିଲାମାନେ ଏଟାକୁ ତୁମକୁ ନିହାତି ତାଙ୍କର ସର୍ଟ କୋଶ୍ଚିନ୍ରେ ତୁମକୁ ପକାଇବ। ତେଣୁ ଏହାକୁ ମଧ୍ୟ ତୁମେ କ'ଣ କରିବ? ମନେ ରଖିବାକୁ ପଡ଼ିବ। ତେଣୁ ଆଜିର ଯେଉଁ ବିଷୟ ଆକାଶ କଇଁଛ ମନୋଜ ଦାସଙ୍କର କେଉଁ ଗଳ୍ପ ଗ୍ରନ୍ଥରୁ ଆସିଅଛି ନା ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ ଗଳ୍ପ ଗ୍ରନ୍ଥରୁ ଆସିଅଛି। ତେଣୁ ଏଟାକୁ ତୁମେ ପିଲାମାନେ ମନେ ରଖିଥାଉ। ତାପରେ ଦେଖ ପିଲାମାନେ ନା ତାଙ୍କର ଆଉ ଗୋଟିଏ ଯେଉଁ ଗଳ୍ପ ଗ୍ରନ୍ଥ ହେଉଛି, ସେ ଗଳ୍ପ ଗ୍ରନ୍ଥଟିର ନାମ ହେଉଛି ଦେଖ ନା ପ୍ରାପ୍ତ ବୟସ୍କର ପଞ୍ଚତନ୍ତ୍ର। ଏଇଟା ହେଉଛି ତାଙ୍କର ଗଳ୍ପ ଗ୍ରନ୍ଥ। ଏଇ ଗଳ୍ପରେ କ'ଣ ରହିଥିଲା ନା 3ଟି ଗଳ୍ପ ରହିଥିଲା। ଦେଖିପାରୁଛ ଏଇ ଯେଉଁ 3ଟି ଗଳ୍ପ, ଗୋଟିଏ ହେଲା ବ୍ୟାଘ୍ର ଓ କଙ୍କଣ ଲୋଭୀ ପଥଚାରୀ, ଆଉ ଗୋଟିଏ ହେଉଛି ମୂର୍ଖ ଭୃତ୍ୟ ଉପାଖ୍ୟାନ, ଆଉ ଗୋଟିଏ ହେଉଛି କ'ଣ ହେଉଛି ଆକାଶ କଇଁଛ। ତେଣୁ ଏଠି ମଧ୍ୟ କ'ଣ ହେଇଥିଲା ଗଳ୍ପଟି ରହିଥିଲା, ଯେଉଁ ଗଳ୍ପଟି ଆକାଶ କଇଁଛ ଏବଂ ଯେଉଁ ଗଳ୍ପରେ ରହିଥିଲା ବା ଯେଉଁ ଗଳ୍ପଗୁଚ୍ଛରେ ରହିଥିଲା, ସେ ଗଳ୍ପଗୁଚ୍ଛଟିର ନାମ ହେଉଛି ପ୍ରାପ୍ତ ବୟସ୍କର ପଞ୍ଚତନ୍ତ୍ର। ଏଟାକୁ ମଧ୍ୟ ତୁମେ ପିଲାମାନେ ମନେ ରଖିଥିବ। କିନ୍ତୁ ସେ ବିଶେଷ ପକାଇଥାଏ ଯେ କହିବ ଆକାଶ କଇଁଛ କେଉଁ ଗଳ୍ପ ବା କେଉଁ ଗଳ୍ପ ଗ୍ରନ୍ଥରୁ ଆସିଅଛି, ସେତେବେଳକୁ ତୁମେମାନେ ଏଇଟାକୁ ତୁମକୁ କ'ଣ କରିବାକୁ ଲେଖିବାକୁ ପଡ଼ିବ, ଏ ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ। ତେଣୁ ଆଶା କରୁଛି ତୁମେ ନିହାତି କ'ଣ ହେଲେ ବୁଝିପାରିଲ। ଏବେ ଚାଲ ମୁଁ କ'ଣ କରୁଛି ନା ପ୍ରଥମେ ଏଇ ଆକାଶ କଇଁଛ ବିଷୟଟିକୁ ମୁଁ ସୁନ୍ଦର ଭାବରେ ତୁମକୁ ସଂକ୍ଷେପରେ ବର୍ଣ୍ଣନା କରିଦେଉଛି। ତେଣୁ ତୁମେ ଠିକ୍ସେ
ମାତାର ଭୁଜ ଶୁଣ। ନା ଥରେ ଆମେ ଜାଣିଛୁ ଛୋଟବେଳେ ଆମେ ଯେତେବେଳେ ରହିଥାଉ ସେତେବେଳେ ଜେଜେବାପା ଜେଜେମା ମାନେ କ'ଣ କରିଥାନ୍ତି, ଆମକୁ ଗୋଟେ ଗଳ୍ପ କହିଥାନ୍ତି। ଯେଉଁ ଗଳ୍ପ ଗୁଡ଼ିକ କହିଥାନ୍ତି ସେଇ ଗଳ୍ପ ଗୁଡ଼ିକ ଆମକୁ କ'ଣ ହେଇଥାଏ, ଜୀବନ୍ତ ଭଳି ଲାଗିଥାଏ। ଯେମିତି ସେଇଭଳି ଠିକ୍ କରିଛନ୍ତି ଏହି ଯେଉଁ ଲେଖକ ମନୋଜ ଦାସ ଯେଉଁ ଗଳ୍ପଟି କହିଛନ୍ତି, ନା ଥରେ ବା ଦିନେ କ'ଣ ହେଇଥିଲା, ନା ଆକାଶ ମାର୍ଗରେ ଦୁଇ ହଂସ ଗୋଟେ କାଠି ସାହାଯ୍ୟରେ କ'ଣ କରୁଥିଲେ, ନା କଇଁଚକୁ ଆକାଶ ମାର୍ଗରେ ଉଡ଼େଇ ନେଉଥିଲେ। ଏହି ସମୟରେ ଯେଉଁ କୌତୂହଳ ବାଳକମାନେ ଖେଳ ପଡ଼ିଆରେ ସେମାନେ କ'ଣ କରୁଥିଲେ, ମଜା କରୁଥିଲେ। ସେହି ସମୟରେ ଦେଖିପାରିଛନ୍ତି ଏଇ ହଂସମାନେ ଯେଉଁ କଇଁଚକୁ ଉଡ଼େଇ ନେଇ ଯାଉଥିବା ସମୟରେ। ତେଣୁ ସେମାନେ ପାଟି କରିଛନ୍ତି, ମଜା କରିଛନ୍ତି, କୌତୂହଳ କରିଛନ୍ତି। ଠିକ୍ ସେହି ସମୟକୁ ଦେଖି ହଂସ କ'ଣ କରିଛି, ବା ହଂସମାନେ ତାଙ୍କୁ କହିଛନ୍ତି ପାଟି ଖୋଲି ପାଟି ଖୋଲିବାକୁ ମନା କରିଛନ୍ତି, କିନ୍ତୁ ସେ କୌତୂହଳକୁ ସେ ସହିପାରିଲେ ନାହିଁ। ଏଇ କଇଁଚ ସେ କ'ଣ କରିଛି, ପାଟି ଖୋଲି ଦେଇଅଛି। ତାପରେ ସେ କ'ଣ ହେଇଛି, ସାଙ୍ଗେ ସାଙ୍ଗେ ସେ ପୃଥିବୀ ପୃଷ୍ଠରେ ପଡ଼ି ଯାଇଛନ୍ତି। ତେଣୁ ଇଏ ହେଉଛି ପ୍ରଥମ ଗଳ୍ପ ବା ଇଏ ହେଉଛି ମୁଖ୍ୟ ଗଳ୍ପ। ଏହି ମୁଖ୍ୟ ଗଳ୍ପକୁ ଆଧାର କରି ମନୋଜ ଦାସ କ'ଣ କରିଲେ, ନା ସେ ସୁନ୍ଦର ଭାବରେ ଗଳ୍ପଟିକୁ ହାସ୍ୟାସ୍ପଦ, କରୁଣାସ୍ପଦ ଏଇଭଳି ସେ କ'ଣ କଲେ, ରଚନା କରିଦେଲେ। କେମିତିକା ରଚନା କଲେ, ନା ସେ କ'ଣ କଲେ, এই ମୁଖ୍ୟ ଗଳ୍ପରେ ସେ ବିଭିନ୍ନ କାଳ୍ପନିକ ଚରିତ୍ର ଓ ଘଟଣାକୁ ସେ କ'ଣ କରିଦେଲେ, ନା ଜଡ଼ିତ କରିଦେଲେ। ବୁଝିପାରିଲ? ତେଣୁ ଯେଉଁ ମୁଖ୍ୟ ଗଳ୍ପରେ ଏ ଜଡ଼ିତ କ'ଣ କରିଦେଲା, ନା ତାର ହେଉଛି କାଳ୍ପନିକ କଥାବସ୍ତୁ ଜଡ଼ିତ କରିଦେଲା ଏବଂ କିଛି ଘଟଣାକୁ ସେ ଜଡ଼ିତ କରିଦେଲା, ଯାହାଫଳରେ এই ଆକାଶ କଇଁଚ ଗଳ୍ପଟି ସୁନ୍ଦର ଭାବରେ ଆମକୁ କ'ଣ ହେଲାରେ ଲାଗିଲା। ନା ସେ ଯେଉଁ କାଳ୍ପନିକ ଏବଂ ବିଭିନ୍ନ ଘଟଣାର କଥାବସ୍ତୁ ଜଡ଼ିତ କଲା, ସେ ଯେଉଁ ଜଡ଼ିତ କରିଛନ୍ତି ସେଇ ଘଟଣା ଗୁଡ଼ିକ ହେଲା, ପ୍ରଥମ ଯେଉଁ ଘଟଣା ହେଲା, ନା କ'ଣ ଘଟଣାଟା ହେଇଥିଲା, ପ୍ରଥମ ଘଟଣାଟା ହେଉଛି କିଛି ଗାଈଆଳମାନେ ବା କିଛି ଗାଈ ଚରାଉଥିବା ଲୋକମାନେ କ'ଣ କରିଥିଲେ, এই ହଂସକୁ ଦେଖି ବିଭିନ୍ନ କୌତୂହଳ, এই ହଂସ ଏବଂ କଇଁଚକୁ ଦେଖି ବିଭିନ୍ନ କୌତୂହଳ ମଜା କରିଲେ। ଆଉ ଗୋଟିଏ ଘଟଣା କ'ଣ ହେଲା, ନା ଗୋଟିଏ ବୃଦ୍ଧ ବୟସ୍କ ସେ ତରୁଣ କନ୍ୟା ବା ଭାରିଜାକୁ ନେଇ ସେ କ'ଣ କରୁଥିଲେ, ନୌକାରେ ଯାଉଥିଲେ। ସେହି ସମୟରେ ମଧ୍ୟ କ'ଣ ହେଇଛି, ନା এই ଆକାଶ କଇଁଚ ବା ଆକାଶ ମାର୍ଗରେ ଯାଉଥିବା ହଂସ ଏବଂ କଇଁଚକୁ ଦେଖି ସୁନ୍ଦର ଭାବରେ ସେମାନେ କ'ଣ କରିଛନ୍ତି, ମଜା ଥଟ୍ଟା ପରିହାସ କରିଛନ୍ତି। ତେଣୁ এই ଯେଉଁ କାଳ୍ପନିକ ଘଟଣା, এই ଯେଉଁ ଘଟଣାକୁ ସେ କ'ଣ କରିଦେଲା, ସେଇଠି ଜଡ଼ିତ କରିଦେଲେ, ଯାହାଫଳରେ ଆମେ ଯେତେବେଳେ ଅଧ୍ୟୟନ କଲୁ ସୁନ୍ଦର ଲାଗିଲା। ତାପରେ ଯେତେବେଳେ ସେମାନେ ଆକାଶ ମାର୍ଗରେ ଯାଉଥିଲେ, ସେ ଆକାଶ ମାର୍ଗରେ ଯାଉଥିବା ସମୟରେ ରାଜାଙ୍କ ନିକଟକୁ ଥରେ କ'ଣ ହେଲା, ନା ଖବର ଆସିଲା। ସେଇ ଖବର ପାଇ ସାଙ୍ଗେ ସାଙ୍ଗେ କ'ଣ କଲେ, ରାଜା ତାଙ୍କର ନଅର ବା ରାଜାଙ୍କର ନଅର ବା ନଗରରେ ସେ କ'ଣ କଲେ, ନା ଛାତ ଉପରକୁ ଗଲେ। ଛାତ ଉପରେ ତାଙ୍କର ପ୍ରଜା, ମନ୍ତ୍ରୀ ଏବଂ ରାଜଦୂତମାନେ ମଧ୍ୟ ଯାଇଥିଲେ। ସେ ରାଜଦୂତରେ ସମସ୍ତେ ଥିଲେ ଏବଂ ସେଇଠି ଯେତେବେଳେ ଆକାଶରେ ଉଡ଼ି ଯାଉଛନ୍ତି, ସେହି ସମୟରେ ରାଜା କହି ଉଠିଛି, ଇଏ ହେଉଛି ତ ବିଚିତ୍ର କଥା। ତେଣୁ ତାଙ୍କ ବିଚିତ୍ର କଥା ବୋଲି ସେ କହିଦେଲେ। ସେହି ସମୟରେ ତତ୍କ୍ଷଣାତ୍ ତାଙ୍କର ଯେଉଁ ରାଜକୀୟ ଦୂତ ସେ ମଧ୍ୟ ବା ଯେଉଁ ବିଦେଶୀ ରାଜଦୂତ ମଧ୍ୟ ସେ ମଧ୍ୟ କହିଦେଲେ, ଆମ ରାଜ୍ୟରେ, ଆମ ଦେଶରେ ବା ଆମ ସାମ୍ରାଜ୍ୟରେ ମଧ୍ୟ କରନ୍ତି ଏଇ ଘୁଷୁରୀ ଏବଂ ଏଇ ମହିଷ, ଯେଉଁ ବଡ଼ ବଡ଼ ଜନ୍ତୁମାନଙ୍କୁ ମଧ୍ୟ ଆମର ବଡ଼ ବଡ଼ ବିହଙ୍ଗମାନେ କ'ଣ କରିଦେଇଥାନ୍ତି, ନା ଉଡ଼େଇ ଦେଇଥାନ୍ତି ବୋଲି ସେ କହିଲେ। ପୁଣି ସେଇ କଥାକୁ ଶୁଣି ରାଜା କ'ଣ କହିଲେ, ନା ଇଏ ମଧ୍ୟ ବିଚିତ୍ର କଥା କହି ସାରିଦେଲେ ବା କହୁଛନ୍ତି। ତାପରେ ତୁମେ ବିଚିତ୍ର କଥା କହୁଛନ୍ତି। ତାପରେ କ'ଣ କଲେ, ସେମାନେ ସେଇ ନଗରରେ ରହିଥାନ୍ତି ଏବଂ କୌତୂହଳ ମଜା କରୁଥାନ୍ତି। ସେଇ ମଜା କରୁ କରୁ କ'ଣ ହେଇଛି, ନା ଯେତେବେଳେ ମଜା କହୁ ସେହି ସମୟରେ ଇଏ ସହ୍ୟ କରିପାରିନାହାନ୍ତି କଇଁଚ। ସେ ସାଙ୍ଗେ ସାଙ୍ଗେ କ'ଣ କରିଦେଇଛି, ପାଟି ଖୋଲି ଦେଇଛି, ଯାହାଫଳରେ ସେ ଚକ୍ର ଆକାରରେ ପଡ଼ିଛନ୍ତି ସେଇ ରାଜ ନଅରରେ। ସେ ଯେଉଁ କଇଁଚଟିର ନାମ ମଧ୍ୟ କ'ଣ ରହିଥିଲା, ତୁମେମାନେ ମନେ ରଖିବ। କଇଁଚଟିର ନାମ ହେଉଛି କମ୍ବୁ ଗ୍ରୀବ। ତେଣୁ ପିଲାମାନେ ଏଇଟା ମନେ ରଖିଥିବ, କମ୍ବୁ ଗ୍ରୀବ। ଏ ମଧ୍ୟ ସର୍ଟ କ୍ୱେଶ୍ଚନ୍ ପକାଇବ ଯେ କଇଁଚଟିର ନାମ ବା କଚ୍ଛପର ନାମ କ'ଣ ଥିଲା, ନା କମ୍ବୁ ଗ୍ରୀବ। ସେ ସାଙ୍ଗେ ସାଙ୍ଗେ କ'ଣ ହେଲେ, ତତ୍କ୍ଷଣାତ୍ ତଳେ ପଡ଼ିଗଲେ। କେମିତି ପଡ଼ିଗଲେ, ଯେହେତୁ ସେଇ ଯେଉଁ ତାଙ୍କର ବିଦେଶୀ ରାଜଦୂତ କହିଦେଇଛି ଯେ ମଇଁଷି ଏବଂ ଘୁଷୁରୀକୁ ଆମର କ'ଣ କଲେ, ଆମର ଯେଉଁ ବଡ଼ ବଡ଼ ବିହଙ୍ଗମାନେ ଅଛନ୍ତି ସେମାନେ ଉଡ଼େଇ ନେଇ ପାରନ୍ତି ବୋଲି ଯେଉଁ କହିଦେଇଛି। ସେହି ସମୟରେ ଏ କଇଁଚ କହିଦେଇଛି, ବୁଦ୍ଧୁ କହିଦେଇଛି, ଯେଉଁ ଶବ୍ଦ ବୁଦ୍ଧୁ ବା ବୋକା କହିଦେଲା ଫଳରେ ସେ କଇଁଚ ତାର ପାଟି ଖୋଲିଛି, ସେ କଇଁଚ ତଳେ ପଡ଼ିଛି। ଯେଉଁ ବୁଦ୍ଧୁ ବା ବୋକା କାହାକୁ କହିଲେ, ସେ କାହାକୁ କହିଛନ୍ତି, ନା ରାଜାକୁ କହିଛନ୍ତି। ତାପରେ ଯେତେବେଳେ ସେ ପଡ଼ିଗଲେ, ସେହି ସମୟରେ କ'ଣ କରିଛନ୍ତି, ନା ତାଙ୍କର କଇଁଚକୁ ଦେଖି ସୁନ୍ଦର ଭାବରେ କ'ଣ କରିଛନ୍ତି, ସେମାନେ ବିଭିନ୍ନ ଚର୍ଚ୍ଚା କରିଛନ୍ତି। ଏବଂ ସେ ଚର୍ଚ୍ଚା କରୁ କରୁ ପ୍ରଥମେ ବିଶେଷଜ୍ଞ ବା ଯେଉଁ ପଣ୍ଡିତ ଥିଲେ ସେ କ'ଣ କହିଲେ, ଏ ରାଜପ୍ରସାଦରେ ଭୋଗର ବା ଖାଇବାର ବ୍ୟବସ୍ଥା କଇଁଚ ମାଂସରେ ନଥାଏ, ହେଲେ ମଧ୍ୟ ଆମେ କ'ଣ କରିବୁ, ଆଜି ଯେହେତୁ ରାଜନଗରରେ ପଡ଼ିଛି କଇଁଚ, ତେଣୁ ତାର ଖାଦ୍ୟ ବ୍ୟବସ୍ଥା କରାଯାଉ ବୋଲି ସେ କହିଲେ। ପୁଣି ତାଙ୍କ ପାଖରେ ଆଉ ଜଣେ ରହିଥିଲେ ବୈଦ୍ୟ ବା କବିରାଜ, ସେ ମଧ୍ୟ କହିଲେ, ଯଦି এই କଇଁଚ ମାଂସକୁ ଯିଏ ଭକ୍ଷେପ କରିବ ବା ଖାଇବ, ତାର ରୋଗ ବ୍ୟାଧି ଦୁଃଖ କଷ୍ଟ ସବୁ ଦୂର ହୋଇଯିବ ବୋଲି ସେ ମଧ୍ୟ କହିଲେ। ଏବଂ ଏଇଭଳି ଅନେକ ପଣ୍ଡିତମାନେ ତାଙ୍କର ସୁନ୍ଦର ସୁନ୍ଦର ମତାମତ ଦେଲେ। ତାପରେ ରାଜାଙ୍କ ଆଦେଶରେ କ'ଣ ହେଲା, ନା କଇଁଚର ବା କଚ୍ଛପ ମାଂସ ରନ୍ଧା ହେଲା ଏବଂ ସମସ୍ତେ କ'ଣ କରିଲେ, ନା ତାଙ୍କୁ ଖାଇବାକୁ ଲାଗିଲେ। ସମସ୍ତେ ତାଙ୍କର ଯେଉଁ ରାଜକୀୟ ଦୂତ ସେ ମଧ୍ୟ କ'ଣ କହିଛି, କଇଁଚ ମାଂସ ଖାଇବା ପାଇଁ ସେ ଆଗ୍ରହ ପ୍ରକାଶ କରିଛନ୍ତି। ଯେତେବେଳେ କଇଁଚ ମାଂସ ଖାଉ ଖାଉ ସେହି ସମୟରେ ରାଜା ତତ୍ପର ହୋଇ ଉଠି ବା ରାଗିଯାଇ ବା ବିରକ୍ତି ଭାବ ହୋଇକରି ସେ କହିଲେ, ଯେଉଁ ତୁମେମାନେ ଆଜି ସମସ୍ତେ ବୁଦ୍ଧୁ ବୋଲି ସେ କହିଛନ୍ତି। ଏବଂ ଶେଷରେ ମଧ୍ୟ ରାଜା କ'ଣ କହିଲେ, ମୁଁ ମଧ୍ୟ ଆଜି ହେଉଛି ବୁଦ୍ଧୁ ବା ବୋକା। କାହିଁକି ନା,
କାହିଁକି ନା ସେ ସମସ୍ତଙ୍କର ବୁଦ୍ଧି ଜ୍ଞାନକୁ ସେ ଜାଣିପାରିଲେ ଏବଂ ସେ ସମସ୍ତଙ୍କୁ କହିଲେ ତୁମେ ହେଉଛନ୍ତି ଜଣେ ଜଣେ କ'ଣ ହେଉଛି ଅଜ୍ଞ, ନିର୍ବନ୍ଧ, ବୋକା ଏଇଭଳି ସେମାନଙ୍କୁ କହିସାରିଲେ। ତେଣୁ ବୋକା, ବୁଦ୍ଧୁ, ନିର୍ବନ୍ଧ, ଅଜ୍ଞ ଏସବୁ ତାଙ୍କୁ କହିଲେ। ତାପରେ ସେଇ ଯେଉଁ ଅଜ୍ଞ ବୁଦ୍ଧୁରୁ ସେ କ'ଣ କରିବେ ନିସ୍ତାର ପାଇଁ ତାଙ୍କୁ ରକ୍ଷା ପାଇବା ପାଇଁ ସମସ୍ତେ କ'ଣ କଲେ ନା କଇଁଚର ମାଂସକୁ ସେମାନେ ଖାଇ ସାରିଦେଲେ। ତାପରେ ସେଇଠି ରାଜା ଭାବିଲେ ଯେଉଁ ଏଇ ଯେଉଁ ମୋ ପାଖରେ ଯେଉଁ ରହିଛନ୍ତି ରାଜଦୂତ, ମନ୍ତ୍ରୀ, ସେନାପତି ଏମାନେ ସମସ୍ତେ ଗୋଟେ ଗୋଟେ ବୋକା, କିନ୍ତୁ ଏଇ ରାଜକୀୟ ପ୍ରସାଦକୁ ଯଦି ମୁଁ ବଞ୍ଚିବାକୁ ରଖିବି ବା ଶାସନ କରିବାକୁ ରଖିବି ତେବେ ମୋତେ କ'ଣ ହେବ ନିଜେ ହିଁ ଏକାକୀ କ'ଣ ହେବ ଏକାକୀ ଭାରସାମ୍ୟ ରଖିବାକୁ ପଡ଼ିବ। ତେଣୁ ସେ ସେଇଠି କ'ଣ କରିଛନ୍ତି ନା ସମସ୍ତଙ୍କୁ ବିଭିନ୍ନ ପ୍ରକାର କଥା ପଣ୍ଡିତ ଏବଂ ଅଜ୍ଞ ବିଜ୍ଞ କହି ସେମାନଙ୍କୁ ହସ୍ୟାନ୍ତର ବା ବ୍ୟଙ୍ଗାତ୍ମକ କଥା କହିଛନ୍ତି ଏବଂ ନିଜକୁ ସେ କ'ଣ କରିଛନ୍ତି ନା ନିଜକୁ ପ୍ରମାଣ କରିଛନ୍ତି ଯେ ମୁଁ ହିଁ ଶକ୍ତିଶାଳୀ ଏବଂ ଏକାନ୍ତ ଭାବରେ ମୁଁ ରାଜକୀୟ ଭାବରେ କ'ଣ କରିବି ଶାସନ କରିବି। ତେଣୁ ସେହି ଯେଉଁ ଏକାକୀ ଭାବରେ ରାଜକୀୟ ଶାସନ କରିବି ବୋଲି ସେ ମନସ୍ଥ କରିଛନ୍ତି। ତେଣୁ ସୁନ୍ଦର ଭାବରେ ଏ ମନୋଜ ଦାସ କ'ଣ କରିଛନ୍ତି ନା ଯେଉଁ ଆକାଶ କଇଁଚ ଗଳ୍ପଟିକୁ ସେ ଆଲୋଚନା କରିଛନ୍ତି। ଏଇଠି ସେ ଦେଖାଇଛନ୍ତି, ଉଦାହରଣ ଦେଇଛନ୍ତି ରାଜା କିଭଳି ପରମୁହୂର୍ତ୍ତ ପୂର୍ବେ ବୋକା, ତାପରେ ସେ କିଭଳି କେବଳ ସେ କ'ଣ ହେଇଛନ୍ତି ପଣ୍ଡିତ ବା ବିଜ୍ଞ ହୋଇଛନ୍ତି ବୋଲି ସେହି ଗଳ୍ପରେ ପରିପ୍ରକାଶ କରିଅଛନ୍ତି। ତେଣୁ ଆଶା କରୁଛି ପିଲାମାନେ ନିହାତି ତୁମେମାନେ କ'ଣ ହେଲେ ନା ସଂକ୍ଷେପରେ ହେଲେ କିଛି ବୁଝିପାରିଲ। ଏଠି ବୁଝିପାରିବାର ଅର୍ଥ ହେଉଛି ଯେଉଁ ଆକାଶ କଇଁଚରେ ଯେଉଁ ଛୋଟ ଗଳ୍ପଟି, ସେଇ ଗଳ୍ପଟିରେ ସେ କ'ଣ କଲେ ନା ଦୁଇଟି ସେ ନୂତନ କରି କାଳ୍ପନିକ ଚରିତ୍ର ଏବଂ କାଳ୍ପନିକ ବସ୍ତୁକୁ ଉପସ୍ଥାପନ କରିଦେଲେ। କେମିତି? ଗୋଟିଏ ହେଲା ଦେଖ, ପ୍ରଥମରେ ସେ କ'ଣ କଲେ ସେ ଗାଈ ଚରାଳି ଲୋକମାନଙ୍କ ଉପରେ ଗଳ୍ପଟିକୁ ଉପସ୍ଥାପନ କରିଛନ୍ତି ଏବଂ ଆଉ ଗୋଟିଏ ହେଉଛି ଯେଉଁ ବୃଦ୍ଧ ବୟସ୍କ ଲୋକ ସେ ତରୁଣୀ ତା'ର ଭାରିଜାକୁ ନେଇ ନୌକାରେ ଯେଉଁ ଯିବା ସମୟରେ ରହିଲେ, ଇଏ ଗୋଟେ ପୁଣି ଆଉ ଗୋଟିଏ ରହିଗଲା କ'ଣ ହେଲା ନା ଏଇ ଯେଉଁ ରାଜକୀୟ ଯେଉଁ ଶାସନରେ କିଭଳି ପଣ୍ଡିତମାନେ କିଭଳି ବୋକା ହୋଇଛନ୍ତି, ବୁଦ୍ଧ ହୋଇଛନ୍ତି, ଏହାର ବାସ୍ତବ ଚରିତ୍ରକୁ ସୁନ୍ଦର ଭାବରେ କ'ଣ କରିଛନ୍ତି ମନୋଜ ଦାସ ଆଲୋଚନା କରିଛନ୍ତି ତାଙ୍କର ଗଳ୍ପ ମାଧ୍ୟମରେ। ତେଣୁ ଆଶା କରୁଛି ପିଲାମାନେ ନିହାତି ତୁମେମାନେ କ'ଣ ଗଳ୍ପଟିକୁ ଟିକେ ବୁଝିଥିବ। ଏବେ ଚାଲ ମୁଁ କ'ଣ କରିବି ନା ସୁନ୍ଦର ଭାବରେ ଗଳ୍ପଟିକୁ ମୁଁ ସରଳରେ ତୁମମାନଙ୍କ ପାଖରେ ଉପସ୍ଥାପନ କରିଦେବି। ତେଣୁ ଦେଖ ପିଲାମାନେ, ତୁମେ ଆରାମରେ ଗଳ୍ପଟିକୁ ଶୁଣ, ବୁଝ ଏବଂ ଥରେ ଦୁଇଥର କରି ଭିଡ଼ିଓଟିକୁ ଦେଖ। ଯଦି ଭଲ ଲାଗୁଛି ନିହାତି ଆପଣମାନଙ୍କ ସାଙ୍ଗ ସାଥୀ ସମସ୍ତଙ୍କୁ ପଠାଅ, ସେମାନେ ମଧ୍ୟ ଚିର ଉପକୃତ ହେବେ। ଏବଂ ଦେଖୁଥିବା ସମସ୍ତ ଗୁରୁଜୀ ଏବଂ ଅଧ୍ୟାପକ ଅଧ୍ୟାପିକା ଅଭିଭାବକମାନଙ୍କୁ CSR ଓଡ଼ିଆ କ୍ଲାସ୍ ତରଫରୁ ଶୁଭେଚ୍ଛା ଏବଂ ସାଧୁବାଦ। ତେଣୁ ଆମେ ଜାଣିଲୁ ଦେଖ ନା ମନୋଜ ଦାସଙ୍କର ତାଙ୍କର ଗଳ୍ପ ହେଉଛି କ'ଣ ନା ଆକାଶ କଇଁଚ, ହଁ କି ନାହିଁ? ତେଣୁ ପିଲାମାନେ ଦେଖ କିଭଳି ଆକାଶ କଇଁଚ ନା ଥରେ ସରୋବର ଥିଲା ସ୍ୱଚ୍ଛ। ସରୋବର ମାନେ କ'ଣ? ପୋଖରୀ। ଏ ପୋଖରୀ ଗୋଟିଏ ଥିଲା କ'ଣ ହେଲା ସଫା ବା ସ୍ୱଚ୍ଛ ଥିଲା। ଉପତ୍ୟକା ଥିଲା ସବୁଜ, ଅର୍ଥାତ୍ ତାଙ୍କର ଉପତ୍ୟକା ମାନେ କିଶୋରେ ହିଡ଼ ବା ତା'ର ପାଖାପାଖି ଅଞ୍ଚଳ ଗୁଡ଼ିକ କ'ଣ ଥିଲା ସବୁଜ ଆକାର ଧାରଣ କରିଥିଲା। କିନ୍ତୁ ଉଚ୍ଚ ବିଳାସୀ କମ୍ବୁଗ୍ରୀବକୁ ସେ ପରିବେଶ ସନ୍ତୁଷ୍ଟ କରିପାରୁନଥିଲା। କମ୍ବୁଗ୍ରୀବ ମୁଁ କହିଥିଲି କିଏ? ଏଇଟା ଲେଖ ପିଲାମାନେ, ମନେ ରଖ। କମ୍ବୁଗ୍ରୀବ ହେଉଛି କଇଁଚଟିର ନାମ। ତାକୁ କ'ଣ କରୁଥିଲା ସନ୍ତୁଷ୍ଟ କରିପାରୁନଥିଲା ବା ତାକୁ ଆନନ୍ଦିତ ଲାଗୁନଥିଲା। କାହିଁକି ନା ଦିଗନ୍ତ ପ୍ରତି ଦୃଷ୍ଟି ପ୍ରସାରିତ କରି ସେ ଛାଡ଼ୁଥିଲା ଦୀର୍ଘ ନିଶ୍ୱାସ। ଦିଗନ୍ତ ପ୍ରତି ଅର୍ଥାତ୍ ସେ ଆକାଶ ଆଡ଼କୁ ଚାହିଁ ବା ତା'ର ଏହି ପରିବେଶକୁ ସେ ଚାହିଁକରି କ'ଣ କରୁଥିଲା ନା ତା'ର ଦୀର୍ଘ ନିଶ୍ୱାସ ସେ ଛାଡ଼ୁଥିଲା। ଦୂରର ପର୍ବତ ଶ୍ରେଣୀ ସେପାରିସ୍ଥ ସରୋବରମାନ କେତେ ସ୍ୱଚ୍ଛତର ଓ ଉପତ୍ୟକାମାନ କେତେ ସବୁଜତର ହୋଇନଥିବ। ତେଣୁ ଏଇଟା ସେ କ'ଣ କରୁଥିଲା ଭାବୁଥିଲା। କିଏ? ଏଇ ହେଉଛି କମ୍ବୁଗ୍ରୀବ। ତା'ର ଯେଉଁ ଦେଖୁଛି ସେ ଦୂର ପାହାଡ଼ ଗୁଡ଼ିକ ସୁନ୍ଦର ଦେଖାଯାଉଛି, ସରୋବର ଗୁଡ଼ିକ କେତେ ସ୍ୱଚ୍ଛତର ଦେଖାଯାଉଛି, ସେ ଯେଉଁଠି ଅଛି ସେଠୁ ମଧ୍ୟ ଆହୁରି ସୁନ୍ଦର ଦେଖାଯାଉଥିବ ବୋଲି ସେ ମନେ ଭାବୁଛି ଏବଂ ଉପତ୍ୟକାମାନ କେତେ ସବୁଜତର ହୋଇନଥିବ ବୋଲି ସେ କ'ଣ କରୁଛି ଭାବୁଛି ବା ଚିନ୍ତା କରୁଅଛି। ସେ ବିହଙ୍ଗଟିଏ ନ ହୋଇ କଚ୍ଛପ ହୋଇଥିବା ହେତୁ ନିଜ ଭାଗ୍ୟକୁ ଧିକ୍କାର କରିଦିଏ। ସେ ନିଜ କ'ଣ ହେଉଛି ଧିକ୍କାର କରୁଅଛି। ପିଲାମାନେ ଭାବୁଛୁ ନିହାତି ବୁଝି ପାରୁଥିବ। ତାପରେ ଦେଖ ସମୟ ସମୟରେ କୂଳକୁ ଉଠିଯାଇ ସେ ମୃଦୁ ସମୀରଣ ବିଚରଣ କରୁଥାଏ। ତେଣୁ ଥରେ ଥରେ ସେ କ'ଣ ହେଇଥାଏ ନା ସେ ସରୋବରର ଉପତ୍ୟକାକୁ ଉଠି ବା ତା'ର ଯେଉଁ ହିଡ଼କୁ ଉଠିକିରି ସେ କ'ଣ କରିଥାଏ ମୃଦୁ ସମୀରଣ ଥଣ୍ଡା ପବନ ଏଇ ମଳୟ ପବନକୁ ସେ କ'ଣ କରୁଥାଏ ନା ଉପଭୋଗ କରୁଥାଏ। କିଏ? ଏଇ କମ୍ବୁଗ୍ରୀବ। କେତେବେଳେ ଲତାପତ୍ର ଦେହରୁ ଶିଶିର ବିନ୍ଦୁଟିଏ ଚାଟିଦିଏ। ପୁଣି ଯେଉଁ ପୋଖରୀରେ ଯେଉଁ ପଡ଼ିଥାଏ କାକର ବିନ୍ଦୁକୁ ସେ କ'ଣ କଥାରେ ଚାଟିଦିଏ। ତ କେତେବେଳେ ଘାସ ଫୁଲଟିଏ ଚୋବାଇ ପକାଏ। ତେଣୁ ସେ ଯେହେତୁ ସରୋବର ରହିଛି ତେଣୁ ଏଇ ଘାସ ଫୁଲ ଗୁଡ଼ିକ ମଧ୍ୟ ସେ କ'ଣ ଖାଇ ଦେଇଥାଏ। କିନ୍ତୁ ଦୂରାନ୍ତର ଅଜଣାକୁ ଜାଣିପାରିବାର ପିପାସା ସେଥିରେ ବଢ଼େ ସିନା କମେ ନାହିଁ। ସେ ଅଜଣାକୁ ବା ଅଜଣା ଜାଣିବାର ପିପାସା ସେଥିରେ ବଢ଼େ। ସେ ଅଜଣାକୁ ଯେଉଁ ସ୍ଥାନରେ ରହିଛି ଆଉ ଗୋଟିଏ ସ୍ଥାନକୁ ସେ ସବୁବେଳେ କ'ଣ କରୁଥାଏ ଜାଣିବାକୁ ଚେଷ୍ଟା କରୁଥାଏ। ତାକୁ ସେଇଟା କେମିତି ଲାଗୁଥାଏ ନା ଶସ ଆକାର ଲାଗୁଥାଏ, କିନ୍ତୁ ତାହା ସେ କରିପାରେ ନାହିଁ। ତେଣୁ ତାହାକୁ କ'ଣ ଲାଗୁଥାଏ? କମ୍ ଲାଗୁଥାଏ। କାହାକୁ? ଏଇ କଇଁଚକୁ। ଏବଂ କଇଁଚଟିର ନାମ କ'ଣ? କମ୍ବୁଗ୍ରୀବ। ଥରେ ସେ ଆଖି ବୁଜି ବିମୁଗ୍ଧ କଳ୍ପନା ଲୋକରେ ଦେଖେ ଭଳି ଅଜବ ଦୃଶ୍ୟ। ଥରେ ସେ କ'ଣ କରେ ଦେଖେ, କଳ୍ପନାରେ ସେ ଭିଜି ଯାଇଥାଏ, ଭାବି ରହିଥାଏ, ଭାବନାନ୍ତରେ ରହିଥାଏ ଏବଂ ଭେଳି ସେ ଅଜବ ଦୃଶ୍ୟ ଦେଖେ। ଗୀତି ବୋଲି ପାରୁଥିବା ଗଛଲତା, ମେଘମାଳା
ଭିତରୁ ସିଧାସଳଖ ଝରି ଆସୁଥିବା ସାତରଙ୍ଗୀ ନଦୀ ପ୍ରଶସ୍ତ ସଦନର ଏକତ୍ରିତ ସ୍ୱନାମଧନ୍ୟରେ ନର ଓ ବାନର ବର୍ଗ ମଧ୍ୟରେ ଲାଙ୍ଗୁଳର ଉପଯୋଗିତା ସମ୍ପର୍କରେ ତର୍କ ସଭା ଇତ୍ୟାଦି। ତେଣୁ ସେ କ'ଣ କରିଥାଏ ନା ସେ ଯେଉଁଠି ରହିଥାଏ ସେଠି କ'ଣ ହୋଇଥାଏ, ଏଇ ଗଛଲତା ଗୁଡ଼ିକ କ'ଣ କରୁଥାଏ, ଗୀତ ଗାଉଥାନ୍ତି ଭଳି ଦେଖାଯାଉଥାଏ। ପୁଣି এই ମେଘମାଳା এই ପର୍ବତ ଗୁଡ଼ିକ ସୁନ୍ଦର ଭାବରେ ଦେଖାଯାଉଥାନ୍ତି ଏବଂ ଏହି ପର୍ବତମାଳାରୁ କ'ଣ ହେଉଛି ରେ এই ସାତରଙ୍ଗୀ ନଦୀ ଗୁଡ଼ିକ କ'ଣ ହୋଇଥାଏ ବହି ଆସୁଥାଏ ବା ଝରଣା ଗୁଡ଼ିକ ବହି ଆସୁଥାଏ। ଆଉ ଏକତ୍ରିତ ଭାବରେ କ'ଣ କରିଥାନ୍ତି ଏଇ ନରମାନେ এই ବାନର ବର୍ଗମାନେ କ'ଣ କରିଥାନ୍ତି ଗୀତ ଗାଇଥାନ୍ତି ଏବଂ ବାନରମାନଙ୍କର ଯେଉଁ ଜଙ୍ଗଲରେ ତାଙ୍କର ଖେଳ ତା ଲାଙ୍ଗୁଳକୁ ଧରିବେ ଏ ଲାଙ୍ଗୁଳକୁ ଧରିବେ, ଏଇ ଯେଉଁ ତାଙ୍କର ଯେଉଁ ଖେଳ ସୁନ୍ଦର ଭାବରେ କ'ଣ ହୋଇଥାଏ ରେ ତାଙ୍କୁ ମଜା ଲାଗୁଥାଏ। ଏଇଭଳି ସେଗୁଡ଼ିକ ସେ କ'ଣ କରୁଥାଏ ନା ସେ କଳ୍ପନାରେ ଦେଖୁଥାଏ କିଏ ଏ କମ୍ବୁଗିରୁ। ତାପରେ ଦେଖ ପ୍ରତିବର୍ଷ ବର୍ଷା ଋତୁ ସମାଗତ ହେଲେ ସଙ୍କଟ ଓ ବିକଟ ନାମକ ଦୁଇଗୋଟି ହଂସ ସେ ସରୋବରରେ ଉପନୀତ ହେଉଥିଲେ। ଯେତେବେଳେ ବର୍ଷା ଋତୁ ହୋଇଥାଏ ସେହି ସମୟରେ କ'ଣ ହୋଇଥାଏ ଦୁଇଟି ହଂସ କ'ଣ ହୋଇଥାନ୍ତି ଏହି ସରୋବରକୁ ଆସିଥାନ୍ତି, ଏହି ସରୋବର ଏହି ପୋଖରୀକୁ ଆସିଥାନ୍ତି ଯେଉଁଠି ଏହି କମ୍ବୁଗିରୁ ରହିଥାଏ ସେହି ପୋଖରୀଟିକୁ ଆସିଥାନ୍ତି। ସେ ହଂସଗୁଡ଼ିକ ନାମ ହେଉଛି ଜଣେ ହେଉଛନ୍ତି କିଏ ସଙ୍କଟ ଆଉ ଜଣେ ହେଉଛନ୍ତି ବିକଟ। এই ସଙ୍କଟ ଏବଂ ବିକଟ କ'ଣ କରିଥାନ୍ତି, ଏହି ହଂସ ଦୁଇ ଜଣ ଏହି ସରୋବର ପାଖକୁ ସେମାନେ ଆସିଥାନ୍ତି। ତେଣୁ ଏଇଠି ପିଲାମାନେ ମନେ ରଖିଥିବ ଯେ ହଂସ ଗୁଡ଼ିକ ବା ହଂସ ଦୁଇଟିର ନାମ କ'ଣ କ'ଣ ନା ଗୋଟିଏ ହେଉଛି ସଙ୍କଟ ଆଉ ଜଣେ ହେଉଛନ୍ତି ବିକଟ ଏବଂ କଇଁଚଟିର ନାମ ହେଉଛନ୍ତି କମ୍ବୁଗ୍ରୀବ। ହଁ କି ନାହିଁ? ତେଣୁ ଏଗୁଡ଼ିକ ଏଇ ତିନି ଜଣଙ୍କୁ ତୁମେ କ'ଣ କରିବ ମନେ ରଖିବାକୁ ପଡ଼ିବ। ତେଣୁ ତାପରେ ଦେଖ ଯେତେବେଳେ ସେମାନେ ବର୍ଷା ଦିନରେ ଆସିଥାନ୍ତି ପର୍ବତ ଶ୍ରେଣୀ ସେପାରିସ୍ଥ ଏକ ବୃହତ୍ତର ସରୋବରକୁ ଯିବା ମାର୍ଗରେ ସେମାନେ ସେଠାରେ ସପ୍ତାହେ ବିଶ୍ରାମ କରୁଥିଲେ। କେଉଁମାନେ? ଏ ହେଉଛନ୍ତି ହଂସ ମାନେ এই ସଙ୍କଟ ଏବଂ ବିକଟ। ଯେଉଁ ଅନ୍ୟ ପାଖରେ ଯେଉଁ ପର୍ବତ ଶ୍ରେଣୀର ଅନ୍ୟ ପାଖରେ ଯେଉଁ ରହିଛି ପୋଖରୀକୁ ଯିବା ପାଇଁ ସେମାନେ କ'ଣ କରିଥାନ୍ତି ସପ୍ତାହ ପାଇଁ ଆସିକରି ଏଇ ସରୋବରରେ ସେମାନେ କ'ଣ କରିଥାନ୍ତି ବିଶ୍ରାମ ନେଇଥାନ୍ତି। ଗଭୀର ଆଗ୍ରହ ସହକାରେ କମ୍ବୁଗ୍ରୀବ ସେମାନଙ୍କର ଆଗମନକୁ ଅପେକ୍ଷା କରୁଥାଏ। ତେଣୁ ସେମାନଙ୍କୁ ସେ କ'ଣ କରିଥାଏ ଚାହିଁ ରହିଥାଏ ବା ଅପେକ୍ଷା କରିଥାଏ। ହଂସ ଯୁଗଳ କଚ୍ଛପର ଅନୁସନ୍ଧିତ୍ସା ସମ୍ପର୍କରେ ଅବହିତ ଥିଲେ। ତେଣୁ ଦୂରଦୂରାନ୍ତର କାହାଣୀ ଶୁଣାଇ ତା'ର ମନୋରଞ୍ଜନ କରିବା ନିମନ୍ତେ ସେମାନେ ଦୈନିକ ଘଣ୍ଟାଏ 2 ଘଣ୍ଟା ସମୟ ଦେବାରେ କାର୍ପଣ୍ୟ କରୁନଥିଲେ। ତେଣୁ ଏମାନେ କ'ଣ କରୁଥିଲେ ଏକ ସଙ୍କଟ ବିକଟ କମ୍ବୁଗ୍ରୀବ ଏମାନେ ତାଙ୍କର ଦୁଃଖ ସୁଖ ବା ମଜା ଆନନ୍ଦିତ ବା ମନୋରଞ୍ଜନ କରିବା ପାଇଁ ସେମାନେ କ'ଣ କରୁଥିଲେ ନା ପ୍ରତିଦିନ ସେମାନେ ଘଣ୍ଟାଏ 2 ଘଣ୍ଟା ସେମାନେ କ'ଣ କରୁଥିଲେ କଥାବାର୍ତ୍ତା ହେଉଥିଲେ। ଏଇ ଯେଉଁ 2 ଘଣ୍ଟା 3 ଘଣ୍ଟାର କେବେ ବି ସେମାନେ କ'ଣ କରୁଥିଲେ କାର୍ପଣ୍ୟ ବା ମନା କରୁନଥିଲେ। ହଁ କି ନାହିଁ? ସେମାନେ ଦୁଇ ଜଣ ସଙ୍କଟ ବିକଟ ଏବଂ କମ୍ବୁଗ୍ରୀବ ଏମାନେ ସୁନ୍ଦର ଭାବରେ ସେହି ସରୋବରରେ କଥା ହେଉଥିଲେ ଏବଂ ସେଠି ଏହି ସଙ୍କଟ ବିକଟ ସେମାନେ କ'ଣ ହେଉଥିଲେ ସପ୍ତାହେ ସେଠି ବିଶ୍ରାମ ନେଉଥିଲେ। ତେଣୁ ଆଶା କରୁଛି ପିଲାମାନେ ଭିଡ଼ିଓଟି ଲମ୍ବା ହେଇଗଲାଣି, ତେଣୁ ମୋତେ ଏଠି ବିରାମ ଦିଅ। ମୁଁ ନେକ୍ସଟ ପୂର୍ବବର୍ତ୍ତୀ ଭିଡ଼ିଓରେ କ'ଣ କରିବି ନା ସମ୍ପୂର୍ଣ୍ଣ ଭାବରେ ବିଷୟଟିକୁ ମୁଁ ଆଲୋଚନା କରିଦେବି। ତେଣୁ ରହୁଛି ଜୟ ଜଗନ୍ନାଥ ଏବଂ ଆଶା କରୁଛି ସମସ୍ତେ ଭଲରେ ରହିଥାଏ ଏବଂ ଅଧିକ ମାତ୍ରାରେ ଆପଣ ସାଙ୍ଗସାଥିମାନଙ୍କୁ ସେୟାର କରୁ ଯାହାଫଳରେ ସେମାନେ ମଧ୍ୟ ଚିର ଉପକୃତ ହେବେ। ରହୁଛି ଜୟ ଜଗନ୍ନାଥ।